ଆଜି ଥିଲା ରବିବାର। ସକାଳେ ଉଠୁ ଉଠୁ ବାବୁଙ୍କ ଫୋନ୍ ଆସିଗଲା। ଆଜି ଘରକୁ ଆସିବନି କି? ରବିବାରଟାରେ ଆଇଁଷ ପାଣି ଟିକେ ପାଟିରେ ବାଜିବନି। ମୁଁ କହିଲି ହଁ ହଁ, ତୁମେ ମାଛ ଆଣ, ମୁଁ ଠିକ୍ ସମୟରେ ଯାଇ ପହଞ୍ଚିଯିବି। କହୁ କହୁ ସ୍କୁଟି ଧରି ଯାଇ ଘରେ ପହଞ୍ଚିଗଲି। ମୋ ହାତରେ ସେ ଲଗେଜଟାକୁ ଦେଖି ମା ସେପଟୁ ପାଟି କରୁଛନ୍ତି, ସେଇଟା କ'ଣ ଆଣିଛୁ କି ରେ? ମୁଁ କହିଲି ଆଗକୁ ଜାଗର ଆସୁଛି ତ, ସେଥିପାଇଁ କିଛି ସପିଂ କରିଥିଲି। ତାପରେ ମୁଢ଼ି, ଟମାଟୋ, ଆଳୁଚପ୍, ଆଚାର ସବୁ ଗୁଳେଇ ପେଟେ ଖାଇ ଦେଇଥିଲି। ତାପରେ ଚାଲିଲି ମାଛ ରାନ୍ଧିବାକୁ। ବାବୁଙ୍କ ଫରମାଇଶ, ମାଛ ଝୋଳ ସାଙ୍ଗକୁ ମାଛ ମୁଣ୍ଡ ଘାଣ୍ଟ ହେବ। ମୁଁ କହିଲି ଠିକ୍ ଅଛି। ଖିଆପିଆ ସରିବା ପରେ ମୁଁ ଚାଲିଲି କାଲି ସପିଂ କରି ଆଣିଥିବା ଲୁଗା ଦେଖାଇବାକୁ। ଆପଣ ମୋଟେ ଚିନ୍ତା କରନ୍ତୁନି। ଆପଣଙ୍କ ପୁଅ ଯେଉଁ ସେଦିନ ଯାଇଥିଲେ, ତାଙ୍କ ପକେଟରୁ କିଛି ଟଙ୍କା ପକେଟ୍ ମାର୍ କରି ରଖିଥିଲି। ସେଇ ଟଙ୍କାରେ ଏସବୁ କିଣାଯାଇଛି। ଗୋଟେ ଖୁସି ଆଉ। ଏଇ ତ ମିଞ୍ଜନାନୀ ଆସିଗଲେ। ଆସ ଆସ ଆସ, ଲୁଗା ବାଛିବ ଆସ। ଜାଗର ପାଇଁ ତୁମର, ମୋର ଆଉ ମାଙ୍କ ପାଇଁ ଲୁଗା ଆଣିଛି। ଏଇଟା ଭଲ ଲାଗୁଛି। ନାଲିଆ ମତେ ଏଟା ଏତେ ଭଲ ଲାଗୁନଥିଲା। ଏଇ ଦୁଇଟା ମତେ ଭଲ ଲାଗୁଥିଲା।